ଆଜି ଆସନ୍ତୁ ଆମ୍ଭେ ସୃଷ୍ଟିକର୍ତ୍ତାଙ୍କ ସ୍ମୃତି ଦିବସ ଏବଂ ମୁକ୍ତିଦାତାଙ୍କର ସ୍ମୃତି ଦିବସ ଉପଦେଶ ଶୀର୍ଷକର ଅନ୍ତର୍ଗତ ପରମେଶ୍ୱରଙ୍କ ବାକ୍ୟର ଅଧ୍ୟୟନ କରିବା। ଆପଣ କେଉଁ ଦେଶରୁ ଅଟନ୍ତି ଆଉ ଆପଣ କେଉଁ ଦେଶର ନାଗରିକ ଅଟନ୍ତି, ଏହା ସହଜରେ ଜାଣିବା ପାଇଁ କିଛି ଉପାୟ ଅଛି। ମୁଁ ଆପଣଙ୍କୁ ଏକ ସହଜ ପ୍ରଶ୍ନ କରିବି, ଦୟାକରି ଉତ୍ତର ଦେବାକୁ ଚେଷ୍ଟା କରିବେ। ଏମିତି ଲୋକ ଅଛନ୍ତି ଯେଉଁମାନେ 15 ଅଗଷ୍ଟକୁ ସ୍ୱାଧୀନତା ଦିବସ ପାଳନ କରନ୍ତି। ସେମାନେ 3 ଅକ୍ଟୋବରକୁ ରାଷ୍ଟ୍ରୀୟ ସ୍ଥାପନା ଦିବସ ପାଳନ କରନ୍ତି ଆଉ ସେମାନେ ସେହି ଦେଶ ସହିତ ସମ୍ବନ୍ଧିତ ଯାହା 9 ଅକ୍ଟୋବରକୁ ହାଙ୍ଗୁଲ ଘୋଷଣାନାମା ପାଳନ କରନ୍ତି। ସେମାନେ କିଏ ଓ ସେମାନେ କେଉଁ ଦେଶରୁ ଆସିଛନ୍ତି? ଏଠାରେ ପ୍ରତ୍ୟେକ ସହଜରେ ଏହାର ଉତ୍ତର ଜାଣିପାରିବ, ହଁ ନା? ଏହା ଜାଣିବା ପାଇଁ କି କୌଣସି ବ୍ୟକ୍ତି କେଉଁ ଦେଶର ଅଟେ, ଆମ୍ଭକୁ କେବଳ ସେହି ଦିନକୁ ଜାଣିବାର ଆବଶ୍ୟକତା ଅଛି ଯାହାକୁ ସେମାନେ ଏକ ନାଗରିକ ଭାବେ ମନେ କରନ୍ତି। ସେହି ପ୍ରକାର ପରମେଶ୍ୱରଙ୍କ ସ୍ମୃତି ଦିବସ ଦ୍ୱାରା ଆମ୍ଭେ ସହଜରେ କହିପାରିବା କି ଆମ୍ଭେ ପରମେଶ୍ୱରଙ୍କ ରାଜ୍ୟର ଅଟୁ ନା ନାହିଁ, ଆଉ ଏହାଦ୍ୱାରା କି କ'ଣ ଆମ୍ଭେ ସେହି ସତ୍ୟରୁ ଅଟୁ ଯାହା ଆମ୍ଭକୁ ପରିତ୍ରାଣ ଆଡ଼କୁ ଘେନିଯିବ ନା ନାହିଁ, ଆମ୍ଭେ ସହଜରେ କହିପାରିବା। ତେବେ କ'ଣ ଆମ୍ଭେ ସେହି ସୃଷ୍ଟିକର୍ତ୍ତାଙ୍କ ଦିନ ପାଳନ କରୁଅଛୁ ଯେ ଆକାଶ ଓ ପୃଥିବୀ ଏବଂ ସେଥିମଧ୍ୟର ସମସ୍ତ ବସ୍ତୁକୁ ନିର୍ମାଣ କଲେ? କ'ଣ ଆମ୍ଭେ ସେହି ମୁକ୍ତିଦାତାଙ୍କ ଦିନ ପାଳନ କରୁଅଛୁ ଯେ ଆମ୍ଭମାନଙ୍କୁ ଏହି ପାପମୟ ସଂସାରରୁ ଉଦ୍ଧାର କଲେ? ତାହା ଏହି ଦିନ ଅଟେ ଯାହାକୁ ପରମେଶ୍ୱରଙ୍କ ପ୍ରକୃତ ଲୋକମାନେ ପାଳନ କରନ୍ତି। ଏହି ଦିନରେ ସମୁଦ୍ର କୂଳର ବାଲୁକା ସଦୃଶ୍ୟ ଅନେକ ଚର୍ଚ୍ଚ ଅଛି ଆଉ ସେମାନେ ସମସ୍ତେ ଦାବି କରନ୍ତି କି ସେମାନଙ୍କୁ ପରିତ୍ରାଣ ଦିଆଯିବ ଆଉ ସେମାନେ ସ୍ୱର୍ଗର ରାଜ୍ୟରେ ପ୍ରବେଶ କରିପାରିବେ। ପୁଣି କ'ଣ ସେମାନେ ମୁକ୍ତିଦାତାଙ୍କର ସ୍ମୃତି ଦିବସ ଏବଂ ସୃଷ୍ଟିକର୍ତ୍ତାଙ୍କ ସ୍ମୃତି ଦିବସକୁ ପାଳନ କରନ୍ତି? ଆମ୍ଭକୁ ଏହି ମାମଲା ଉପରେ ଧ୍ୟାନ ଦେବାର ଆବଶ୍ୟକତା ଅଛି। ସିଧା ଶବ୍ଦରେ କହିବା, ତେବେ କ'ଣ ସେମାନେ ଏହି ଦିନକୁ ପାଳନ କରନ୍ତି ନା ନାହିଁ? ନାହିଁ, କେବଳ ସିଓନରେ ହିଁ ଆମ୍ଭେ ଏହି ଦିନକୁ ସ୍ମରଣ କରିଥାଉ। ଚର୍ଚ୍ଚ ସୃଷ୍ଟିକର୍ତ୍ତାଙ୍କ ଶକ୍ତିର ଦିନ ପାଳନ କରନ୍ତି ନାହିଁ ଓ ନାହିଁ ମୁକ୍ତିଦାତାଙ୍କ ଶକ୍ତିର ଦିନକୁ ପାଳନ କରନ୍ତି। କେବଳ ଆପଣା ଓଠ ଏବଂ ମୁହଁରେ ସେମାନେ ସ୍ୱୟଂକୁ ପରମେଶ୍ୱରଙ୍କ ରାଜ୍ୟର ଲୋକ କହନ୍ତି, ହଁ ନା? ଏହି ଦିନ ଦ୍ୱାରା ପରମେଶ୍ୱର ପ୍ରଭେଦ କରନ୍ତି ଏବଂ ଆପଣା ଲୋକମାନଙ୍କୁ ଚିହ୍ନନ୍ତି। ଆମ୍ଭକୁ ବିଭିନ୍ନ କଠିନ ପରିସ୍ଥିତିରୁ ରକ୍ଷା ପାଇବା ନିମନ୍ତେ ଏବଂ ଅନନ୍ତ ସ୍ୱର୍ଗର ରାଜ୍ୟକୁ ଯିବା ପାଇଁ ପରମେଶ୍ୱର ଆମ୍ଭକୁ ଆପଣା ଆଜ୍ଞା, ବ୍ୟବସ୍ଥା ଓ ନିୟମ ଦେଇଛନ୍ତି। ପରମେଶ୍ୱରଙ୍କ ଲୋକମାନଙ୍କୁ ସୃଷ୍ଟିକର୍ତ୍ତାଙ୍କ ଶକ୍ତିକୁ ସ୍ମରଣ କରିବା ପାଇଁ ସ୍ମୃତି ଦିବସ ଏବଂ ମୁକ୍ତିଦାତାଙ୍କ ଶକ୍ତିକୁ ମଧ୍ୟ ସ୍ମରଣ କରିବା ପାଇଁ ସ୍ମୃତି ଦିବସ ପାଳନ କରିବା ଉଚିତ। ଯେବେ ଆମ୍ଭେ ଏହି ଉଭୟଙ୍କର ସ୍ମରଣ କରିଥାଉ, ତେବେ ଆମ୍ଭେ ସ୍ୱୟଂକୁ ପରମେଶ୍ୱରଙ୍କ ଲୋକ ବୋଲି ବିବେଚନା କରିପାରିବା, ହଁ ନା? ଯେଉଁ ପ୍ରକାର କୋରିଆର ଲୋକମାନଙ୍କ ପାଇଁ 15 ଅଗଷ୍ଟକୁ ସ୍ୱାଧୀନତା ଦିବସ ଏକ ବହୁତ ସାର୍ଥକ ଦିନ ଅଟେ, ସେହି ପ୍ରକାର ସପ୍ତମ ଦିନ ବିଶ୍ରାମ ଦିନ ଯାହା ସୃଷ୍ଟିକର୍ତ୍ତାଙ୍କ ଶକ୍ତିକୁ ସ୍ମରଣ କରାଇଥାଏ, ପରମେଶ୍ୱରଙ୍କ ଲୋକମାନଙ୍କ ପାଇଁ ଏକ ବହୁତ ସାର୍ଥକ ଦିନ ଅଟେ। କିନ୍ତୁ ଅନ୍ୟ ଲୋକମାନଙ୍କ ପାଇଁ ଶନିବାର ଏକ ସାଧାରଣ ଦିନ ଅଟେ। ଏହା ଅନ୍ୟ ଦିନଠାରୁ ଭିନ୍ନ ନୁହେଁ। ସମସ୍ତ ଲୋକ, ଯଦି ଆମ୍ଭେ ପରମେଶ୍ୱରଙ୍କ ରାଜ୍ୟରେ ପ୍ରବେଶ କରିବାକୁ ଇଚ୍ଛୁକ, ତେବେ ଆମ୍ଭକୁ ପରମେଶ୍ୱରଙ୍କ ଲୋକ ହେବା ଉଚିତ। ଏହା ପ୍ରଥମ ଯୋଗ୍ୟତା ଅଟେ। ଯଦି ଆମ୍ଭେ ପରମେଶ୍ୱରଙ୍କ ଲୋକ ଅଟୁ, ତେବେ କ'ଣ ଆମ୍ଭକୁ ସେହି ଦିନକୁ ପାଳନ କରିବା ଉଚିତ ନୁହେଁ ଯାହା ପରମେଶ୍ୱରଙ୍କ ରାଜ୍ୟରେ ପାଳନ କରାଯାଏ? ଆମ୍ଭକୁ ଏହି ଦିନର ଅର୍ଥ ମଧ୍ୟ ବୁଝିବା ଉଚିତ। କ'ଣ ଏହି କାରଣ ନୁହେଁ କି ପରମେଶ୍ୱର ଆମ୍ଭମାନଙ୍କୁ ବିଶ୍ରାମ ଦିନ ଓ 3 ଥରକେ 7 ପର୍ବ ଦେଲେ, ଯାହା ନୂତନ ନିୟମର ନିୟମ ଅଟେ? ଆଜି ଆସନ୍ତୁ ଆମ୍ଭେ ସୃଷ୍ଟିକର୍ତ୍ତାଙ୍କ ସ୍ମୃତି ଦିବସ ଏବଂ ମୁକ୍ତିଦାତାଙ୍କର ସ୍ମୃତି ଦିବସ ଦ୍ୱାରା ପୁଷ୍ଟି କରିବା କି ଆମ୍ଭେ ପରମେଶ୍ୱରଙ୍କ ଲୋକ ହୋଇପାରିବା ଯେଉଁମାନେ ସେହି ସତ୍ୟ ପ୍ରତି ବିଶ୍ୱାସଯୋଗ୍ୟ ରହନ୍ତି ଯେ ପରିତ୍ରାଣର ପ୍ରତିଜ୍ଞାର ଗ୍ୟାରେଣ୍ଟି ଦିଅନ୍ତି। ଆସନ୍ତୁ ଆମ୍ଭେ ମାଥ୍ୟୁ ଅଧ୍ୟାୟ 12 ପଦ 8 ଦେଖିବା। କାରଣ ମନୁଷ୍ୟ ପୁତ୍ର ବିଶ୍ରାମବାରର ପ୍ରଭୁ ଅଟନ୍ତି। ଯୀଶୁ ବିଶ୍ରାମବାରର ପ୍ରଭୁ ଅଟନ୍ତି।
ଆଉ ସେ ବିଶ୍ରାମ ଦିନକୁ ସୃଷ୍ଟିକର୍ତ୍ତା ପରମେଶ୍ୱରଙ୍କ ଶକ୍ତିର ସ୍ମରଣ କରିବା ପାଇଁ ଏକ ପବିତ୍ର ଦିନ ରୂପେ ପାଳନ କଲେ। ଆମ୍ଭେ ମାଥ୍ୟୁ ଅଧ୍ୟାୟ 12 ଏବଂ ଲୁକ୍ ଅଧ୍ୟାୟ 4 ଦ୍ୱାରା ଏହାର ପୁଷ୍ଟି କରିପାରିବା। ବିଶ୍ରାମ ଦିନ ଏକ ସାଧାରଣ ଦିନ ନୁହେଁ। ଆଉ ଯୀଶୁ ଆମ୍ଭମାନଙ୍କୁ ବିଶ୍ରାମ ଦିନର ମହତ୍ତ୍ୱ ବିଷୟରେ ଏହା କହୁଥାଇ ପାଳନ କଲେ କି ମୁଁ ବିଶ୍ରାମ ବାରର ପ୍ରଭୁ ଅଟେ। ପରମେଶ୍ୱର ଆମ୍ଭମାନଙ୍କୁ ସେହି ଦିନର ସମ୍ବନ୍ଧରେ କ'ଣ କରିବାକୁ ଆଜ୍ଞା ଦେଲେ, ଯାହା ସୃଷ୍ଟିକର୍ତ୍ତା ପରମେଶ୍ୱରଙ୍କ ଶକ୍ତିକୁ ସ୍ମରଣ କରାଇଥାଏ। ଆସନ୍ତୁ ଆମ୍ଭେ ଯାତ୍ରା ପୁସ୍ତକ ଅଧ୍ୟାୟ 20ରେ ଏହାକୁ ଖୋଜିବା। ଯାତ୍ରା ପୁସ୍ତକ ଅଧ୍ୟାୟ 20 ପଦ 8ରେ ଲେଖା ଅଛି, ବିଶ୍ରାମ ଦିନ ପବିତ୍ର ରୂପେ ପାଳିବାକୁ ସ୍ମରଣ କର। ଏହି ଆଜ୍ଞାର ପାଳନ କାହାକୁ କରିବା ଉଚିତ? ଏହା ସେହି ବସ୍ତୁ ଅଟେ ଯାହାର ପରମେଶ୍ୱରଙ୍କ ଲୋକମାନଙ୍କୁ, ଯେଉଁମାନେ ସ୍ୱର୍ଗକୁ ଯାଉଛନ୍ତି, ପାଳନ କରିବା ଉଚିତ। ସୃଷ୍ଟିକର୍ତ୍ତାଙ୍କ ଦିନ କିଛି ଏପରି ଦିନ ନୁହେଁ ଯାହାକୁ କେହି ମଧ୍ୟ ସ୍ମରଣ କରିପାରେ। ଏହା କିଛି ଏପରି ଦିନ ନୁହେଁ ଯାହାକୁ ଅନ୍ୟ କୌଣସି ଧର୍ମ ସ୍ମରଣ କରିପାରେ। କ'ଣ ବିଶ୍ରାମ ଦିନ ଏକ ଏମିତି ଦିନ ନୁହେଁ ଯାହାକୁ କେବଳ ପରମେଶ୍ୱରଙ୍କ ପ୍ରକୃତ ଲୋକମାନେ ହିଁ ସ୍ମରଣ କରିପାରିବେ, ଯେଉଁମାନେ ସୃଷ୍ଟିକର୍ତ୍ତା ପରମେଶ୍ୱରଙ୍କ ଉପରେ ବିଶ୍ୱାସ କରନ୍ତି? ପଦ 9, 6 ଦିନ ପରିଶ୍ରମ ଓ ଆପଣାର ସବୁ କର୍ମ କରିବ, ମାତ୍ର ସପ୍ତମ ଦିନ ତୁମ୍ଭ ସଦାପ୍ରଭୁ ପରମେଶ୍ୱରଙ୍କର ବିଶ୍ରାମ ଦିନ ଅଟେ। ତହିଁରେ ତୁମ୍ଭେ କି ତୁମ୍ଭର ପୁତ୍ର କି ତୁମ୍ଭର କନ୍ୟା, ତୁମ୍ଭର ଦାସ କି ଦାସୀ, ତୁମ୍ଭର ପଶୁ କି ତୁମ୍ଭର ନଗର ଦ୍ୱାରବର୍ତ୍ତୀ ବିଦେଶୀ କେହି କୌଣସି କାର୍ଯ୍ୟ କରିବ ନାହିଁ। ଯେହେତୁ ସଦାପ୍ରଭୁ ଆକାଶମଣ୍ଡଳ ଓ ପୃଥିବୀ ଓ ସମୁଦ୍ର ଓ ତନ୍ମଧ୍ୟସ୍ଥିତ ସମସ୍ତ ବସ୍ତୁ 6 ଦିନରେ ନିର୍ମାଣ କରି ସପ୍ତମ ଦିନରେ ବିଶ୍ରାମ କଲେ, ଏହେତୁ ସଦାପ୍ରଭୁ ବିଶ୍ରାମ ଦିନକୁ ଆଶୀର୍ବାଦ କରି ପବିତ୍ର କରିଅଛନ୍ତି। ବିଶ୍ରାମ ଦିନ ସୃଷ୍ଟିକର୍ତ୍ତା ପରମେଶ୍ୱରଙ୍କ ଶକ୍ତିକୁ ସ୍ମରଣ କରିବାର ଦିନ ଅଟେ, ଯେ ସ୍ୱର୍ଗ ଓ ପୃଥିବୀ ଏବଂ ସେଥିର ସମସ୍ତ କିଛି ନିର୍ମାଣ କଲେ। ପ୍ରତ୍ୟେକ ଦେଶର ଆପଣା ସ୍ମୃତି ଦିବସ ହୋଇଥାଏ। ଚୀନର ଆପଣା ସ୍ମୃତି ଦିବସ ଅଛି ଏବଂ ଆମେରିକାର ଆପଣା ସ୍ମୃତି ଦିବସ ଅଛି। କେଉଁ ଦେଶରେ ଲୋକମାନେ 4 ଜୁଲାଇକୁ ଆପଣା ସ୍ୱାଧୀନତା ଦିବସ ସ୍ମରଣ କରୁଥାଇ ପାଳନ କରନ୍ତି? ଆମ୍ଭେ ସହଜରେ ଏହାର ଉତ୍ତର ଦେଇପାରିବା। ସେହି ପ୍ରକାର ଯେଉଁମାନେ ବିଶ୍ରାମ ଦିନକୁ ସୃଷ୍ଟିକର୍ତ୍ତା ପରମେଶ୍ୱରଙ୍କ ଶକ୍ତିର ସ୍ମୃତିରେ ପାଳନ କରନ୍ତି ଏବଂ ନିସ୍ତାର ପର୍ବ ମୁକ୍ତିଦାତା ପରମେଶ୍ୱରଙ୍କ ଶକ୍ତିର ସ୍ମୃତିରେ ପାଳନ କରନ୍ତି, ସେମାନଙ୍କୁ ଆମ୍ଭେ ସହଜରେ ଚିହ୍ନିପାରିବା କି ସେମାନେ କେଉଁ ଦେଶର ଅଟନ୍ତି। ହଁ ନା? ସେମାନେ ପରମେଶ୍ୱରଙ୍କ ରାଜ୍ୟର ଲୋକ ଅଟନ୍ତି। ଏହି ଦିନରେ ଅନେକ ଚର୍ଚ୍ଚ ଦାବି କରନ୍ତି ବିଶ୍ରାମ ଦିନ ଶନିବାର ନୁହେଁ। ଅତୀତରେ ଏହା ଶନିବାର ଥିଲା, କିନ୍ତୁ ଏହା ରବିବାରରେ ପରିବର୍ତ୍ତନ ହୋଇଅଛି। ଯଦିଓ ସେମାନେ ଆପଣା ଉପାୟରେ ବାଇବଲର ବ୍ୟାଖ୍ୟା କରନ୍ତି, କ'ଣ ସୃଷ୍ଟିକର୍ତ୍ତାଙ୍କ ସ୍ମୃତି ଦିବସ, ଯେ ଆକାଶ ଓ ପୃଥିବୀକୁ ନିର୍ମାଣ କଲେ, କେବେ ପରିବର୍ତ୍ତନ କରାଯାଇପାରିବ? କ'ଣ କୋରିଆର ସ୍ୱାଧୀନତା ଦିବସ 15 ଅଗଷ୍ଟରୁ ପରିବର୍ତ୍ତନ କରି 16 ଅଗଷ୍ଟ କରାଯାଇପାରିବ? ନାହିଁ, ଏହା ହୋଇପାରିବ ନାହିଁ। ଏପରି ଏଥିପାଇଁ କାରଣ ଗୋଟିଏ ମହାନ ଘଟଣା ଯାହା ସ୍ମରଣ କରିବା ଯୋଗ୍ୟ ଅଟେ, ତାହା 15 ଅଗଷ୍ଟକୁ ହୋଇଥିଲା। ହଁ ନା? ପରମେଶ୍ୱର ସପ୍ତମ ଦିନ ବିଶ୍ରାମ କଲେ ଓ ସେହି ଦିନକୁ ଆଶୀର୍ବାଦ କଲେ ଏବଂ ପରମେଶ୍ୱର ଆମ୍ଭକୁ ସପ୍ତମ ଦିନକୁ ପବିତ୍ର ରୂପେ ପାଳିବାକୁ ସ୍ମରଣ କରିବାର ନିର୍ଦ୍ଦେଶ ଦେଲେ। ଯଦିଓ କେହି ସପ୍ତମ ଦିନକୁ ପ୍ରଥମ ଦିନରେ ପରିବର୍ତ୍ତନ କରିବାକୁ ଚେଷ୍ଟା କରିଥାଏ, କ'ଣ ଏହା ସମ୍ଭବ ଅଟେ? 6 ଦିନ ପର୍ଯ୍ୟନ୍ତ ସୃଷ୍ଟିକର୍ତ୍ତା ପରମେଶ୍ୱର ଆକାଶ ଓ ପୃଥିବୀ ଏବଂ ସେଥିରେ ସ୍ଥିତ ସମସ୍ତ କିଛି ନିର୍ମାଣ କରିବା ପରେ ଯେଉଁ ଦିନ ବିଶ୍ରାମ କଲେ, ତାହା ସପ୍ତମ ଦିନ ଥିଲା। ଏହାକୁ ପ୍ରଥମ ଦିନରେ କେବେ ମଧ୍ୟ ପରିବର୍ତ୍ତନ କରାଯାଇପାରିବ ନାହିଁ। ହଁ ନା? ଯାତ୍ରା ପୁସ୍ତକ ଅଧ୍ୟାୟ 20ରେ ବିଶ୍ରାମ ଦିନ ବିଷୟରେ ଯାହା ସୃଷ୍ଟିକର୍ତ୍ତାଙ୍କ ଶକ୍ତିକୁ ସ୍ମରଣ କରାଇଥାଏ, ପରମେଶ୍ୱର ଆମ୍ଭମାନଙ୍କୁ ଏହି ଦିନକୁ ପବିତ୍ର ରୂପେ ପାଳନ କରିବା ଦ୍ୱାରା ସ୍ମରଣ କରିବାକୁ ଆଜ୍ଞା ଦେଲେ। ଆସନ୍ତୁ ଆମ୍ଭେ ଯାତ୍ରା ପୁସ୍ତକ ଅଧ୍ୟାୟ 31 ପଦ 13 ଦେଖିବା। ତୁମ୍ଭେ ଆହୁରି ଇସ୍ରାଏଲ ସନ୍ତାନଗଣକୁ ଏହି କଥା କୁହ, ନିଶ୍ଚୟ ତୁମ୍ଭେମାନେ ଆମ୍ଭର ବିଶ୍ରାମ ଦିନ ପାଳନ କରିବ। ବିଶ୍ରାମ ଦିନ ପରମେଶ୍ୱରଙ୍କ ଅଟେ। ପରମେଶ୍ୱରଙ୍କ ଲୋକ ରୂପେ ଆମ୍ଭକୁ ନିଶ୍ଚିତ ରୂପେ ଏହି ଦିନକୁ ପାଳନ କରିବା ଉଚିତ। ଆମ୍ଭ ସୃଷ୍ଟିକର୍ତ୍ତାଙ୍କ ଶକ୍ତିକୁ ସ୍ମରଣ କରିବାର ଦିନ ସେହି ଦିନ ହେବା ଉଚିତ ଯାହାକୁ ଆମ୍ଭେ ସ୍ମରଣ କରିଥାଉ।
ନିଶ୍ଚୟ ତୁମେମାନେ ଆମ୍ଭର ବିଶ୍ରାମ ଦିନ ପାଳନ କରିବ, ଯେହେତୁ ଆମ୍ଭେ ଯେ ତୁମମାନଙ୍କର ପବିତ୍ରକାରୀ ସଦାପ୍ରଭୁ, ଏହା ଯେପରି ତୁମେମାନେ ଜାଣିବ। ଏଥିପାଇଁ ତୁମମାନଙ୍କ ପୁରୁଷାନୁକ୍ରମେ ଆମ୍ଭ ଓ ତୁମମାନଙ୍କ ମଧ୍ୟରେ ତାହା ଏକ ଚିହ୍ନ ହେବ। ଏଣୁ ତୁମେମାନେ ବିଶ୍ରାମ ଦିନ ପାଳନ କରିବ, କାରଣ ତାହା ତୁମମାନଙ୍କ ପ୍ରତି ପବିତ୍ର ଅଟଇ। ଯେ କେହି ତାହା ଅପବିତ୍ର କରେ ନିଶ୍ଚୟ ତାହାର ପ୍ରାଣଦଣ୍ଡ ହେବ। ପୁଣି ଯେକୌଣସି ପ୍ରାଣୀ ସେହି ଦିନରେ କାର୍ଯ୍ୟ କରିବ, ସେ ଆପଣା ଲୋକମାନଙ୍କ ମଧ୍ୟରୁ ଉଚ୍ଛିନ୍ନ ହେବ। ପୁରାତନ ନିୟମର ବ୍ୟବସ୍ଥାରେ ସୃଷ୍ଟିକର୍ତ୍ତା ପରମେଶ୍ୱରଙ୍କ ଏହି ସ୍ମୃତି ଦିବସର ନିୟମ ଏତେ କଠୋର ଥିଲା କି ଲୋକମାନେ ଏହାକୁ ଅପବିତ୍ର କରିବା ଦ୍ୱାରା ଆପଣା ପ୍ରାଣ ହରାଉଥିଲେ। ଆସନ୍ତୁ ଆମ୍ଭେ ଜିହିଜିକଲ ଅଧ୍ୟାୟ 20 ଦ୍ୱାରା ଏହାର ପୁଷ୍ଟି କରିବା। ଆସନ୍ତୁ ଆମ୍ଭେ ଜିହିଜିକଲ ଅଧ୍ୟାୟ 20 ପଦ 12 ପଢ଼ିବା। ଆହୁରି ମଧ୍ୟ ଆମ୍ଭେ ଯେ ସେମାନଙ୍କର ପବିତ୍ରକାରୀ ସଦାପ୍ରଭୁ ଅଟୁ, ଏହା ଯେପରି ସେମାନେ ଜାଣିବେ, ଏଥିପାଇଁ ଆମ୍ଭର ଓ ସେମାନଙ୍କ ମଧ୍ୟରେ କ'ଣ କରିବା? ଚିହ୍ନ ସ୍ୱରୂପ ହେବା ନିମନ୍ତେ ଆମ୍ଭେ ଆପଣାର ବିଶ୍ରାମ ଦିନ ସକଳ ସେମାନଙ୍କୁ ଦେଲୁ। ପରମେଶ୍ୱର ଆମ୍ଭମାନଙ୍କ ପରମେଶ୍ୱର ହେଲେ ଓ ଆମ୍ଭେ ଯେଉଁମାନେ ବିଶ୍ରାମ ଦିନ ପାଳନ କରୁଅଛୁ ପରମେଶ୍ୱରଙ୍କ ଲୋକ ହୋଇଅଛୁ। ପରମେଶ୍ୱର ବିଶ୍ରାମ ଦିନକୁ ପରମେଶ୍ୱର ଏବଂ ଆମ୍ଭମାନଙ୍କ ମଧ୍ୟରେ ଚିହ୍ନ ରୂପେ ସ୍ଥାପିତ କଲେ। ପଦ 13। ମାତ୍ର ଇସ୍ରାଏଲ ବଂଶ ପ୍ରାନ୍ତରରେ ଆମ୍ଭର ବିଦ୍ରୋହାଚାରୀ ହେଲେ। ସେମାନେ ଆମ୍ଭର ବିଧି ରୂପ ପଥରେ ଚାଲିଲେ ନାହିଁ ଓ ଆମ୍ଭର ଶାସନ ସକଳ ଅଗ୍ରାହ୍ୟ କଲେ। ମନୁଷ୍ୟ ଯେବେ ତାହା ପାଳନ କରେ, ତେବେ ତହିଁରେ ସେ ବଞ୍ଚିବ। ପୁଣି ସେମାନେ ଆମ୍ଭର ବିଶ୍ରାମ ଦିନ ସକଳ ଅତ୍ୟନ୍ତ ଅପବିତ୍ର କଲେ। ସେତେବେଳେ ଆମ୍ଭେ ପ୍ରାନ୍ତରରେ ସେମାନଙ୍କୁ ସଂହାର କରିବା ନିମନ୍ତେ ସେମାନଙ୍କ ଉପରେ ଆପଣା କୋପ ଢାଳିବା ବୋଲି କହିଲୁ। ପରିଶେଷରେ ଯେବେ ଆମ୍ଭେ ବିଶ୍ରାମ ଦିନକୁ ପାଳନ କରିଥାଉ, ତେବେ ଆମ୍ଭେ ସୃଷ୍ଟିକର୍ତ୍ତା ପରମେଶ୍ୱରଙ୍କ ଅସ୍ତିତ୍ୱକୁ ସ୍ୱୀକାର କରିଥାଉ ଆଉ ତାହାଙ୍କ ସୃଷ୍ଟିର ଶକ୍ତିକୁ ସ୍ମରଣ କରିଥାଉ। ସଙ୍ଗରେ ଏହି ଦିନ ଦ୍ୱାରା ଆମ୍ଭେ ପରମେଶ୍ୱରଙ୍କ ସମାନ ଓ ତାହାଙ୍କ ଆରାଧନା କରିଥାଉ। ପରମେଶ୍ୱର ବିଶ୍ରାମ ଦିନ ପାଳନ କରୁଥିବା ଲୋକମାନଙ୍କୁ ଆମ୍ଭର ଲୋକ ରୂପେ ବିବେଚିତ ଏବଂ ଘୋଷଣା କଲେ କି ଆମ୍ଭେ ସେମାନଙ୍କ ପରମେଶ୍ୱର ହେବା। ଏହି ପ୍ରକାର ବିଶ୍ରାମ ଦିନକୁ ପରମେଶ୍ୱର ଓ ପରମେଶ୍ୱରଙ୍କ ଲୋକମାନଙ୍କ ମଧ୍ୟରେ ଏକ ଚିହ୍ନ ରୂପେ ସ୍ଥାପିତ କରାଗଲା। ସେହି ଲୋକମାନଙ୍କ ବିଷୟରେ କ'ଣ ଯେଉଁମାନଙ୍କଠାରେ ଚିହ୍ନ ନାହିଁ, କିନ୍ତୁ ଦାବି କରନ୍ତି କି ସେମାନେ ସ୍ୱର୍ଗକୁ ଯାଇପାରିବେ? ଯଦିଓ ସେମାନେ ସ୍ୱୟଂକୁ ପରମେଶ୍ୱରଙ୍କ ଲୋକ କହନ୍ତି, କିନ୍ତୁ ପରମେଶ୍ୱର ସେମାନଙ୍କୁ କ'ଣ କହନ୍ତି? ସେ କହନ୍ତି, ମୁଁ ତୁମମାନଙ୍କୁ କେବେ ହେଁ ଜାଣିନାହିଁ। ଆଦି ପୁସ୍ତକ ଅଧ୍ୟାୟ 2ରେ ଦିଆଯାଇଥିବା ବାକ୍ୟ ଦ୍ୱାରା ଆମ୍ଭକୁ ସ୍ପଷ୍ଟ ରୂପେ ବୁଝିବା ଉଚିତ କି ଆମ୍ଭେ ବିଶ୍ରାମ ଦିନ, ଯେଉଁଦିନ ଆମ୍ଭମାନଙ୍କ ସୃଷ୍ଟିକର୍ତ୍ତା ପରମେଶ୍ୱରଙ୍କ ଶକ୍ତିକୁ ସ୍ମରଣ କରିବାର ଅଛି, କାହିଁକି ଆରାଧନା କରିବା ଉଚିତ? ଏପରି ଏଥିପାଇଁ କାରଣ ଆମ୍ଭେ ପରମେଶ୍ୱରଙ୍କ ଲୋକ ଅଟୁ, ଯେଉଁମାନେ ପରମେଶ୍ୱରଙ୍କ ରାଜ୍ୟର ଅଟନ୍ତି। ବିଶ୍ରାମ ଦିନ ଆମ୍ଭମାନଙ୍କ ପାଇଁ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ଦିନ ଅଟେ। ଏଥିପାଇଁ ଆମ୍ଭମାନଙ୍କୁ ଏହି ଦିନକୁ କେବେ ମଧ୍ୟ ଏକ ସାଧାରଣ ଦିନ ରୂପେ ବିବେଚନା କରିବା ଉଚିତ ନୁହେଁ। ଆସନ୍ତୁ ଆମ୍ଭେ ଆଦି ପୁସ୍ତକ ଅଧ୍ୟାୟ 2 ପଦ 1କୁ ଯିବା। ଏହି ରୂପେ ଆକାଶମଣ୍ଡଳ ଓ ପୃଥିବୀର ପୁଣି ସେହି 2ରେ ସ୍ଥିତ ସମସ୍ତ ବସ୍ତୁର ସୃଷ୍ଟି ସମାପ୍ତ ହେଲା। ଏଥୁ ଅନ୍ତେ ପରମେଶ୍ୱର ଆପଣାର କାର୍ଯ୍ୟ ସମାପ୍ତ କରି ସପ୍ତମ ଦିନରେ ଆପଣାର କୃତ ସମସ୍ତ କାର୍ଯ୍ୟରୁ ବିଶ୍ରାମ କଲେ। ପୁଣି ପରମେଶ୍ୱର ସପ୍ତମ ଦିନକୁ ଆଶୀର୍ବାଦ କରି ପବିତ୍ର କଲେ, ଯେହେତୁ ସେହି ଦିନରେ ପରମେଶ୍ୱର କ'ଣ କଲେ? ପରମେଶ୍ୱର ସୃଷ୍ଟିକରଣ ରୂପ ଆପଣାର କୃତ ସମସ୍ତ କାର୍ଯ୍ୟରୁ ବିଶ୍ରାମ କଲେ। ସୃଷ୍ଟିକର୍ତ୍ତା ପରମେଶ୍ୱର ଯେ ଆକାଶ ଓ ପୃଥିବୀ ଏବଂ ସେଥିରେ ଥିବା ସମସ୍ତ କିଛି ନିର୍ମାଣ କଲେ, ତାହାଙ୍କ ଶକ୍ତିକୁ ସ୍ମରଣ କରିବାର ଦିନ ଆଜି ଅଟେ, ଯାହା ବିଶ୍ରାମ ଦିନ ଅଟେ। ଏହି ଦିନ ଦ୍ୱାରା ପରମେଶ୍ୱର ଆମ୍ଭମାନଙ୍କୁ ଆଶୀର୍ବାଦ ଦେଇଛନ୍ତି ଏବଂ ପରମେଶ୍ୱର ଓ ଆମ୍ଭମାନଙ୍କ ମଧ୍ୟରେ ଯେଉଁମାନେ ବିଶ୍ରାମ ଦିନ ପାଳନ କରୁଛନ୍ତି ଏକ ଚିହ୍ନ ସ୍ଥାପିତ କଲେ। ମନୁଷ୍ୟ ପୃଥିବୀ ନାମକ ଏକ ଛୋଟ ଗ୍ରହରେ ଏକ ବୈଶ୍ୱିକ ଗ୍ରାମରେ ଏକ ସଙ୍ଗରେ ରହୁଛନ୍ତି। ପୁଣି ଦୁନିଆର ବିଭିନ୍ନ ଲୋକମାନଙ୍କ ମଧ୍ୟରେ ଆମ୍ଭେ କିପରି ଜାଣିପାରିବା କି ଆମ୍ଭେ ପରମେଶ୍ୱରଙ୍କ ଲୋକ? ଆମ୍ଭକୁ ଏହା ଜାଣିବାର ଆବଶ୍ୟକତା ଅଛି କି ଏହି ସମୟ ଆମ୍ଭେ କେଉଁ ସ୍ମୃତି ଦିବସ ପାଳନ କରୁଅଛୁ। କେଉଁ ଦେଶରେ ଲୋକ 15 ଅଗଷ୍ଟକୁ ଆପଣା ସ୍ୱାଧୀନତା ଦିବସ ପାଳନ କରନ୍ତି? ଯଦି ଏହି ପ୍ରଶ୍ନ କୌଣସି ପରୀକ୍ଷାରେ ଦିଆଯାଆନ୍ତା, ତେବେ ଆପଣଙ୍କ ଉତ୍ତର କ'ଣ ହୁଅନ୍ତା? ପ୍ରଥମ କୋରିଆ, ଦ୍ୱିତୀୟ ଜାପାନ, ତୃତୀୟ ଜର୍ମାନ ଏବଂ ଚତୁର୍ଥ ଇଂଲଣ୍ଡ। ଉତ୍ତର କୋରିଆ ଅଟେ। ଯଦି ଆପଣ କୋରିଆଇ ଅଟନ୍ତି, ତେବେ ଏହାର ଉତ୍ତର ସହଜ ଅଟେ। ପରମେଶ୍ୱର ଆମ୍ଭମାନଙ୍କୁ ବ୍ୟବସ୍ଥା, ନିୟମ ଓ ଆଜ୍ଞା କାହିଁକି ଦେଇଛନ୍ତି? ପରମେଶ୍ୱର ଆମ୍ଭମାନଙ୍କୁ ସୃଷ୍ଟିକର୍ତ୍ତାଙ୍କ ଶକ୍ତିକୁ ସ୍ମରଣ କରିବାର ଦିନ କାହିଁକି ଦେଲେ? ପରମେଶ୍ୱର ଆମ୍ଭକୁ ମୁକ୍ତିଦାତାଙ୍କ ଶକ୍ତିକୁ ସ୍ମରଣ କରିବାର ଦିନ ମଧ୍ୟ କାହିଁକି ଦେଲେ?
ଯେଉଁମାନେ ଏହି ଦିନକୁ ପାଳନ କରନ୍ତି ନାହିଁ ସେମାନେ ସ୍ୱର୍ଗର ନୁହନ୍ତି। ଏହା ସେହିମାନଙ୍କ ଅଟେ ଯାହାର ଉପଯୋଗ ପରମେଶ୍ୱର ସେହି ଲୋକମାନଙ୍କଠୁ ଭିନ୍ନ କରିବା ପାଇଁ କରିବେ ଯେଉଁମାନେ ସ୍ୱର୍ଗର ଏବଂ ଯେଉଁମାନେ ସ୍ୱର୍ଗର ନୁହନ୍ତି। ସେ ବାଳୁଙ୍ଗା ଏବଂ ଗହମ ମଧ୍ୟରେ ଭଲରେ ପ୍ରଭେଦ କରିବେ। କୌଣସି ପ୍ରଭେଦ ପଡ଼େ ନାହିଁ କି ବାଳୁଙ୍ଗା ଓ ଗହମ ଆପଣା ବାହାରି ରୂପରେ କେତେ ସମାନ ଦେଖାଯାଉନା କାହିଁକି, ପରମେଶ୍ୱର ଉଭୟଙ୍କ ମଧ୍ୟରେ ପାର୍ଥକ୍ୟ କରିପାରିବେ। ପରମେଶ୍ୱର ଉଭୟଙ୍କ ମଧ୍ୟରେ କିପରି ପାର୍ଥକ୍ୟ କରନ୍ତି? ଆପଣା ବ୍ୟବସ୍ଥା, ଆଜ୍ଞା ଓ ନିୟମ ମାଧ୍ୟମରେ। ଯେବେ ବିଚାର ଦିନ ଆସିବ ତେବେ ଆମେ ଏହାକୁ ସ୍ପଷ୍ଟ ରୂପେ ବୁଝିପାରିବା। କିନ୍ତୁ ଯଦି ପରମେଶ୍ୱରଙ୍କ ଲୋକ ଏହି ଦିନକୁ ପବିତ୍ର ରୂପେ ପାଳନ କରନ୍ତି ନାହିଁ ତେବେ ଏହା ସେମାନଙ୍କ ନିମନ୍ତେ ହାନିକାରକ ହେବ। ସମସ୍ତ ଲୋକ ଯେହେତୁ ଏହି ଦିନର ଉପଯୋଗ ସେହି ଲୋକମାନଙ୍କ ମଧ୍ୟରେ ପାର୍ଥକ୍ୟ କରିବା ପାଇଁ କରାଯିବ ଯେଉଁମାନେ ସ୍ୱର୍ଗର ଅଟନ୍ତି ଆଉ ଯେଉଁମାନେ ନୁହନ୍ତି, ତେବେ ଆମ୍ଭକୁ କେବେ ମଧ୍ୟ ବିଶ୍ରାମ ଦିନକୁ ହାଲୁକାରେ ନେବା ଉଚିତ ନୁହେଁ ଯାହାକୁ ପରମେଶ୍ୱର ଆମ୍ଭମାନଙ୍କୁ ପ୍ରଦାନ କରିଛନ୍ତି। ଏହା ଭାବିବା ଉଚିତ ଅଟେ କି ଯେବେ ମଧ୍ୟ ଆମ୍ଭେ ବିଶ୍ରାମ ଦିନ ପାଳନ କରିଥାଉ ତେବେ ଆମ୍ଭକୁ ପୁଷ୍ଟି ମିଳିଥାଏ କି ଆମ୍ଭେ ପରମେଶ୍ୱରଙ୍କ ଲୋକ ଅଟୁ। ଆସନ୍ତୁ ଆମ୍ଭେ ଯାତ୍ରା ପୁସ୍ତକ ଅଧ୍ୟାୟ 12କୁ ଯିବା। ଯାତ୍ରା ପୁସ୍ତକ ଅଧ୍ୟାୟ 12 ପଦ 6। ସେହି ମାସର ଚତୁର୍ଦ୍ଦଶ ଦିନ ଯାଏ ତାକୁ ବନ୍ଦ କରି ରଖିବ। ଅନନ୍ତର ଇସ୍ରାଏଲ ମଣ୍ଡଳୀର ସମସ୍ତ ସମାଜ ସନ୍ଧ୍ୟା କାଳରେ ସେହି ଶାବକକୁ ବଧ କରିବେ। ପୁଣି ଲୋକମାନେ ତାହାର କିଛି ରକ୍ତ ନେଇ ଯେଉଁ ଯେଉଁ ଗୃହ ମଧ୍ୟରେ ମେଷ ଭୋଜନ କରିବେ ସେହି ଗୃହ ଦ୍ୱାରର 2 ବାଜୁବନ୍ଧ ଓ କପାଳି ଉପରେ ତାହା ଲଗାଇବେ। ଆଉ ସେହି ରାତ୍ରିରେ ତାହାର ମାଂସ ଭୋଜନ କରିବେ। ଅଗ୍ନିରେ ଦଗ୍ଧ କରି ତାଡ଼ି ଶୂନ୍ୟ ରୋଟି ଓ ପିତା ଶାକ ସହିତ ତାହା ଭୋଜନ କରିବେ। ତୁମ୍ଭେମାନେ ସେହି ମାଂସ ଅପକୁଅ କିମ୍ବା ଜଳରେ ସିଦ୍ଧ କରି ଭୋଜନ କରିବ ନାହିଁ, ମାତ୍ର ଅଗ୍ନିରେ ତାହାର ମୁଣ୍ଡ ଓ ଜଙ୍ଘ ଶରୀର ସମେତ ଦଗ୍ଧ କରି ଭୋଜନ କରିବ। ପୁଣି ପ୍ରଭାତ ଯାଏ ତହିଁର କିଛି ରଖିବ ନାହିଁ। ଯେବେ ପ୍ରଭାତ ପର୍ଯ୍ୟନ୍ତ କିଛି ଅବଶିଷ୍ଟ ରହିବ ତାହା ଅଗ୍ନିରେ ଭସ୍ମସାତ କରିବ। ଏହି ପ୍ରକାରେ ତୁମ୍ଭେମାନେ ତାହା ଭୋଜନ କରିବ, ଅର୍ଥାତ୍ କଟିବନ୍ଧନ କରି ପାଦରେ ପାଦୁକା ଦେଇ ହସ୍ତରେ ଯଷ୍ଟି ଘେନି ଚଞ୍ଚଳ ତାହା ଭୋଜନ କରିବ। ଏହା ସଦାପ୍ରଭୁଙ୍କର ନିସ୍ତାର ପର୍ବ। ଯେହେତୁ ଆମ୍ଭେ ଆଜି ରାତ୍ରି ମିଶ୍ର ଦେଶର ମଧ୍ୟ ଦେଇ ଯାଇ ମିଶ୍ର ଦେଶସ୍ଥ ମନୁଷ୍ୟ ଓ ପଶୁର ସମସ୍ତ ପ୍ରଥମ ଜାତକୁ ସଂହାର କରିବା, ପୁଣି ମିଶ୍ରୀୟ ସମସ୍ତ ଦେବତାର ବିଚାର କରି ଦଣ୍ଡ ଦେବା। ଆମ୍ଭେ ସଦାପ୍ରଭୁ। ଏଣୁକରି ତୁମ୍ଭେମାନେ ଯେଉଁ ଯେଉଁ ଗୃହରେ ଥାଅ ସେହି ଗୃହରେ ସେହି ରକ୍ତ ଚିହ୍ନ ସ୍ୱରୂପେ ରହିବ। ଆଉ ଆମ୍ଭେ ମିଶ୍ର ଦେଶକୁ ଦଣ୍ଡ ଦେବା ସମୟରେ ସେହି ରକ୍ତ ଦେଖିଲେ ତୁମମାନଙ୍କୁ ଛାଡ଼ି ଆଗକୁ ଯିବା। ସଂହାରକ ଆଘାତ ତୁମମାନଙ୍କ ପ୍ରତି ଘଟିବ ନାହିଁ। ଆଉ ସେହି ଦିନ ତୁମମାନଙ୍କର କ'ଣ ହେବ? ସ୍ମରଣୀୟ ହେବ। ପୁଣି ତୁମେମାନେ ସେହି ଦିନକୁ ସଦାପ୍ରଭୁଙ୍କ ପର୍ବ ରୂପେ ପାଳନ କରିବ। ପୁରୁଷାନୁକ୍ରମେ ଅନନ୍ତକାଳୀନ ବିଧି ମତେ ଏହି ପର୍ବ ପାଳନ କରିବ। ଏହା ସେହି ମୁକ୍ତିଦାତାଙ୍କ ଶକ୍ତିକୁ ସ୍ମରଣ କରିବାର ଦିନ ଅଟେ ଯେ ଆମ୍ଭମାନଙ୍କୁ ପାପମୟ ସଂସାରରୁ ଉଦ୍ଧାର କଲେ ଯେବେ ଆମ୍ଭକୁ ଅନନ୍ତ ମୃତ୍ୟୁ ନିମନ୍ତେ ସ୍ଥିର କରାଯାଇଥିଲା। ପରମେଶ୍ୱର କହିଲେ ଏହି ଦିନକୁ ଭୁଲିବ ନାହିଁ, କିନ୍ତୁ ସଦାପ୍ରଭୁଙ୍କ ପର୍ବ ରୂପେ ଏହାକୁ ପୁରୁଷାନୁକ୍ରମେ ଅନନ୍ତକାଳୀନ ବିଧି ମତେ ଏହି ପର୍ବ ପାଳନ କରିବ। ଯେଉଁମାନେ ଏହି ଆଜ୍ଞା ପାଳନ କରନ୍ତି ସେମାନେ ପରମେଶ୍ୱରଙ୍କ ଲୋକ ଅଟନ୍ତି। ସେମାନେ ଅଟନ୍ତି ଯେଉଁମାନେ ସ୍ୱର୍ଗର ରାଜ୍ୟରେ ପ୍ରବେଶ କରିବେ। ପରମେଶ୍ୱରଙ୍କ ଲୋକମାନଙ୍କୁ ସୃଷ୍ଟିକର୍ତ୍ତାଙ୍କ ଶକ୍ତିକୁ ସ୍ମରଣ କରୁଥିବା ବିଶ୍ରାମ ଦିନକୁ ପାଳନ କରୁଥାଇ ଏବଂ ମୁକ୍ତିଦାତାଙ୍କ ଶକ୍ତିକୁ ସ୍ମରଣ କରୁଥିବା ନିସ୍ତାର ପର୍ବକୁ ପାଳନ କରୁଥାଇ ସତ୍ୟରେ ରହିବା ଉଚିତ। ଆମ୍ଭକୁ ଏହି ସ୍ମୃତି ଦିନକୁ ସ୍ମରଣ କରିବା ଉଚିତ। ସେହି ଲୋକମାନଙ୍କ ବିଷୟରେ କ'ଣ ଯେଉଁମାନେ କେବେ ମଧ୍ୟ ବିଶ୍ରାମ ଦିନ, ନିସ୍ତାର ପର୍ବ ଏବଂ 3 ଥର କେ 7 ପର୍ବକୁ ପାଳନ କରନ୍ତି ନାହିଁ। ଯଦି ସେମାନେ ପିତା ପରମେଶ୍ୱର ଓ ମାତା ପରମେଶ୍ୱରଙ୍କ ଉପରେ ବିଶ୍ୱାସ କରନ୍ତି ନାହିଁ, ଯେଉଁମାନେ ଆମ୍ଭକୁ ନୂତନ ନିୟମର ନିୟମ ଦ୍ୱାରା ପରମେଶ୍ୱରଙ୍କ ଲୋକ ରୂପେ ଆହ୍ୱାନ କରିଛନ୍ତି, ତେବେ ଯଦିଓ ସେମାନେ ଏହା ଘୋଷଣା କରିବେ କି ମୁଁ ସ୍ୱର୍ଗକୁ ଯାଇପାରିବି ଆଉ ମୁଁ ପରମେଶ୍ୱରଙ୍କ ଲୋକ ଅଟେ, କିନ୍ତୁ ଅନନ୍ତ ସ୍ୱର୍ଗର ରାଜ୍ୟ କେବେ ସେମାନଙ୍କ ନିକଟବର୍ତ୍ତୀ ହେବ ନାହିଁ। ଏହି ମାମଲାକୁ ଦେଖୁଥାଇ ଆମ୍ଭେ ଦେଖିପାରିବା କି ଆମ୍ଭ ଆଖପାଖରେ କେତେ ଦୟନୀୟ ଆତ୍ମା ଅଛନ୍ତି। ଏହା ଦୟନୀୟ ଅଟେ କାରଣ ସେମାନେ ସ୍ୱୟଂ ଚିନ୍ତା କରନ୍ତି କି ସେମାନେ ସ୍ୱର୍ଗକୁ ଯାଇପାରିବେ। କେବଳ ଏହି ଆଜ୍ଞା ଆଧାରରେ, ଅର୍ଥାତ୍ ବିଶ୍ରାମ ଦିନ ଓ ନିସ୍ତାର ପର୍ବ ଯାହା ସୃଷ୍ଟିକର୍ତ୍ତା ଓ ମୁକ୍ତିଦାତା ପରମେଶ୍ୱରଙ୍କର ଶକ୍ତିକୁ ସ୍ମରଣ କରନ୍ତି, ଆମ୍ଭେ ସ୍ପଷ୍ଟ ରୂପେ ସେହି ଲୋକମାନଙ୍କ ମଧ୍ୟରେ ପାର୍ଥକ୍ୟ କରିପାରିବା ଯେଉଁମାନେ ପରମେଶ୍ୱରଙ୍କ ରାଜ୍ୟର ଅଟନ୍ତି ଓ ଯେଉଁମାନେ ନୁହନ୍ତି। ଧନ୍ୟବାଦ କି ପରମେଶ୍ୱର ଆମ୍ଭକୁ ବିଶ୍ରାମ ଦିନ ଓ ନୂତନ ନିୟମର ନିସ୍ତାର ପର୍ବ ଦେଇଛନ୍ତି, ଯାହା ଆମ୍ଭ ମୁକ୍ତିଦାତାଙ୍କ ଶକ୍ତିକୁ ସ୍ମରଣ କରିବାର ଅନୁମତି ଦେଇଥାଏ। ଯୀଶୁ କହିଲେ, ଆମ୍ଭେ ତୁମ୍ଭ ନିମନ୍ତେ ଏହି ସତ୍ୟ ସ୍ଥାପିତ କରିଅଛୁ। ଆସନ୍ତୁ ଲୁକ୍ ଅଧ୍ୟାୟ 22ର ଦୃଶ୍ୟକୁ ଦେଖିବା। ଆସନ୍ତୁ ଆମ୍ଭେ ଲୁକ୍ ଅଧ୍ୟାୟ 22 ପଦ 7 ଦେଖିବା। ପରେ ଯେଉଁଦିନ ନିସ୍ତାର ପର୍ବର ମେଷ ଶାବକ ବଳିଦାନ କରିବାକୁ ହୁଏ, ଖମିର ଶୂନ୍ୟ ରୋଟି ପର୍ବର ସେହି ଦିନ ଉପସ୍ଥିତ ହେଲା। ଏହା କେଉଁ ଦିନ ଥିଲା? ଏହା ନିସ୍ତାର ପର୍ବ ଥିଲା।
आउ से पितर ओ जहन को यह कही पठाइले आम्भे माने जेपरी भोजन करि पारिबु एथिपई तुम्हे माने जाई आम मानक निमंते कोन प्रस्तुत कर निस्तार पर्वर भोज प्रस्तुत कर सेथिरे से माने ताहंकु पचारिले आम्भे माने केउ स्थान रे प्रस्तुत करिबु बोली आपण इच्छा करंती से मानंकु कहिले देखो तुम्हे माने नगर रे प्रवेश करंते जलकुंभ घेनी जाउथबा जणे लोक तुम मानंकु भेटिबो से जेउ गृह रे प्रवेश करिबो ताहार पछे पछे सेही गृह को जाई ताहार कर्तांकु कहिबो गुरु आपणंकु पचारु अछंती मु मोहर शिष्य मानंक सहित जेउठारे निस्तार पर्वर भोज पालन करिबी सेही अतिथिशाला काहे सेथिरे से तुम मानंकु सुसज्जित गोटे उपरिस्थ बृहत कोठरी देखाई देबे से स्थान रे प्रस्तुत कर आउ से माने जाई से मानंकु जेपरी कहिथिले सेही परी देखि निस्तार पर्वर भोज प्रस्तुत कले निस्तार पर्व आम्भर मुक्तिदातांक शक्ति को स्मरण करिवार दिन अटे जीशु एही दिन को पालन कले एवं एही परी पितर एवं जोहन जो माने ताहांको शिष्य थिले एही दिन को पालन कले पद 14 पुणी समय उपस्थित हुवन्ते से ओ ताहांको संगे प्रेरित माने भोजन करिबाकू बसिले आउ से मानंकु कहिले मोहर दुख भोग पूर्वे मु तुम मानंक सहित एही निस्तार भोज पालन करिबाकू एकांत बांछा कली कोन यार अर्थ यह नुहे कि एही दिन को पालन करिबा पई जीशुको एकांत बांछा थिला जहा मुक्तिदातांक शक्ति को स्मरण कराई थाए जदि आम्भे परमेश्वरंक लोक अटु जो माने स्वर्गर तेबे आम्भे सृष्टिकर्तांक शक्ति को स्मरण करिबा पई विश्राम दिन ओ मुक्तिदातांक शक्ति को स्मरण करिबा पई निस्तार पर्व पालन करिबा उचित होना अन्य मानंक पई एही दिन केवल साधारण दिन अटे परमेश्वरंक लोकमानंकु छाड़ी अन्य समस्त लोकमानंक निमंते एही दिन सेमानंक जीवन पई केवल एक अर्थहीन भाग अटे किंतु परमेश्वरंक लोकमानंक निमंते यह एक अनंत सार्थक दिन अटे होना जीशु मध्य एही दिनर प्रतीक्षा कले एवं निस्तार भोज खाइबा निमंते एकांत बांछा थिले शेषरे पद 14 रे आम्भे निस्तार पर्व पालन करुथाई जीशुंक दृश्य देखि परिबा पुणी समय उपस्थित हुवन्ते से ओ ताहांक संगे प्रेरित माने भोजन करिबाकू बसिले आउ से सेमानंकु कहिले मोहर दुख भोग पूर्वे मु तुम मानंक सहित एही निस्तार भोज पालन करिबाकू एकांत बांछा कली आसंतु आम्भे पद 19 रे जीशुंक निस्तार भोज खाइबार दृश्य को देखिबा पुणी से रोटी घेनी धन्यवाद देले ओ ताहा भांगी सेमानंकु देई कहिले तुममानंक निमंते दोत हेउथबा मोहर शरीर एही मते स्मरण करिबा निमंते यहा कर भोजन उतारे सही परी से पानपात्र घेनी कहिले एही पानपात्र रे निस्तार पर्वर द्राक्षारस थिला एही पानपात्र तुममानंक निमंते पातित हेउथबा मोहर रक्त रे स्थापित नूतन नियम जेबे परमेश्वर मानव जाति को मुक्ति देले तेबे से कहिले कि आपना रक्त द्वारा से आममानंकु परित्राण देले एहाकू एफिसियो अध्याय 1 पद 7 एवं प्रथम पितर अध्याय 1 पद 18 रु 19 रे मध्य बुझा जाई अछि प्राय 3500 वर्ष पूर्वे जेबे इस्राएलिय मानंकु मिस्ररु रक्षा करा जाइथिला तेबे से माने अपना गृह द्वारर दुई बाजुबंध ओ कपाळी उपरे कोण लगाइथिले से माने निस्तार पर्वर मेषशाबकंक रक्त लगाइथिले 3500 वर्ष पूर्वे यात्रा पुस्तकर इतिहास रे परमेश्वर इस्राएलिय मानंकु रक्त द्वारा अपना लोक रूपे चिन्हि पारिले एवं विपत्ति को से मानंक मध्यरु अतिक्रम हेबाकू देई से मानंकु रक्षा करिबा पई अपना महान शक्तिर प्रदर्शन कले लूक अध्याय 22 रे जेबे जीशु अपना शिष्य मानंकु यहा कहउथै निस्तार पर्वर द्राक्षारस देले एही पानपात्र तुममानंक निमंते पातित हेउथबा मोहर रक्त रे स्थापित नूतन नियम से अपना रक्त द्वारा से मानंकु अपना लोकमानंक रूपे चिन्हि पारिले संगरे यात्रा पुस्तक अध्याय 12 रे परमेश्वर कहिले पुरुषानुक्रमे अनंतकालीन विधि मते एही पर्व पालन करिवो एही दिन रे आम्भ आखपाखरे अनेक चर्च अछि मात्र से माने विश्राम दिन और निस्तार पर्व को पालन करती नहीं जहाँ सृष्टिकर्ता एवं मुक्तिदाता शक्ति को स्मरण कराई थाए एही प्रकार आम्भे सेमानंक परिचय करि परिबा से माने सही लोक नुहंती जो माने परमेश्वरंक राज्यर अटंती से माने स्वर्ग रे प्रवेश करि परिबे नहीं परमेश्वरंक लोकमानंक विषय रे कोन जो माने सृष्टिकर्तांक शक्ति को स्मरण करुथाई विश्राम दिन पालन करुछंती परमेश्वरंक लोकमानंक विषय रे कोन जो माने मुक्तिदातांक शक्ति को स्मरण करुथाई निस्तार पर्व पालन करुछंती आम्भे केउठी को जाउअछु कोन ताहा अनंत स्वर्गर राज्य नुहे किछि लोकमानंक पई यहा केते दुख अटे जो माने गर्व और अहंकार रे परिपूर्ण अछंती
ଏବଂ ଏହି ସଂସାରରେ ପରମେଶ୍ୱରଙ୍କ ଲୋକମାନଙ୍କୁ ନିର୍ଯାତନା କରିବାର ଉଦ୍ଦେଶ୍ୟରେ ଜନ୍ମ ହୋଇଛନ୍ତି। ଆମ୍ଭ ବିଷୟରେ କହିବା ତେବେ, ଯଦିଓ ଏହି ଜୀବନରେ ଆମ୍ଭମାନଙ୍କ ପାଖରେ ଅସ୍ଥାୟୀ ଅସୁବିଧା ଏବଂ ଚୟନାତ୍ମକ ପରିସ୍ଥିତି ଅଛି, କିନ୍ତୁ ଆମ୍ଭେ ସେହି ସ୍ଥାନକୁ ଯିବା ଯେଉଁଠି ମୃତ୍ୟୁ, ଦୁଃଖ ବା ଯନ୍ତ୍ରଣା ହେବ ନାହିଁ। ଯଦି ଦୁଃଖ ଏବଂ ପୀଡ଼ା ନ ହେବ, ତେବେ ଏହା କେତେ ଅଦ୍ଭୁତ ହେବ। ସେଠାରେ ବ୍ୟଥା ନାହିଁ। ସେହି ଦୁନିଆ କେତେ ମହାନ ଅଟେ ଯେଉଁଠି ବ୍ୟଥା ନାହିଁ। ସେଠାରେ ଅଶ୍ରୁ ଜଳ ନାହିଁ। ତାହା କେତେ ମହିମାମୟ ହେବ। ସେହି ଶୋଭାମୟ ଦୁନିଆରେ ଆମ୍ଭେ ଯୁଗାନ୍ତ ପର୍ଯ୍ୟନ୍ତ ରାଜତ୍ୱ କରିବା। ଯେବେ ଆମ୍ଭେ ସେହି ଅନୁଗ୍ରହ ବିଷୟରେ ଚିନ୍ତା କରିଥାଉ, ଯାହା ଆମ୍ଭମାନଙ୍କ ପିତା ଓ ମାତା ଆମ୍ଭ ଉପରେ ଢାଳୁଛନ୍ତି, ତେବେ ଆମ୍ଭେ ବିଶ୍ରାମ ଦିନ ପାଳନ କରିବା ପାଇଁ କେତେ ଧନ୍ୟ ଅଟୁ। ସ୍ୱର୍ଗ ଆମ୍ଭମାନଙ୍କ ଦେଶ ଅଟେ। ବାଃ, ମୁଁ ବହୁତ ଉତ୍ସାହିତ। ଏହି ପ୍ରକାର ଆଜି ମଧ୍ୟ ଆସନ୍ତୁ ଆମ୍ଭେ ସମସ୍ତେ ଜୟ ଜୟକାର କରିବା ଏବଂ ଉତ୍ସାହିତ ରହିବା। ଆସନ୍ତୁ ଆମ୍ଭେ ସ୍ୱର୍ଗ ବିଷୟରେ ଭାବୁଥାଇ ଆନନ୍ଦିତ ହେବା, ଯେଉଁଠି ଆମ୍ଭେ ଶୀଘ୍ର ଫେରିଯିବା। ସଙ୍ଗରେ ମୁଁ ସମସ୍ତଙ୍କୁ ଆପଣା ପଡ଼ୋଶୀମାନଙ୍କୁ ସ୍ୱର୍ଗ ରାଜ୍ୟର ପରିଚୟ ଦେବା ଏବଂ ଆମ୍ଭ ପିତା ଓ ମାତାଙ୍କ ମହିମା କରିବା ପାଇଁ କହୁଅଛି, ଯାହାଫଳରେ ଯେଉଁଦିନ ଆମ୍ଭ ପିତା ଆସିବେ, ସେହିଦିନ ଧନ୍ୟ ଓ ବିଶ୍ୱାସଯୋଗ୍ୟ ସନ୍ତାନ ରୂପେ ଆମ୍ଭମାନଙ୍କ ପ୍ରଶଂସା ହୋଇପାରିବ, ଯେଉଁମାନେ ସୁସମାଚାର ପାଇଁ କୌଣସି ଚେଷ୍ଟା ଛାଡ଼ିଲେ ନାହିଁ। ଏହା ଆଶା କରୁଥାଇ କି ଆପଣ ବହୁତ ଅନୁଗ୍ରହ ପ୍ରାପ୍ତ କରିଛନ୍ତି, ମୁଁ ଏହି ଉପଦେଶକୁ ସମାପ୍ତ କରିବାକୁ ଚାହିଁବି। ଆପଣଙ୍କ ବହୁତ ବହୁତ ଧନ୍ୟବାଦ।